हरि ओम भगवते वासुदेवाय ओम नमो भगवते श्री जगन्नाथाय जय जगन्नाथ जय जगन्नाथ जय जगन्नाथ। चाल सखी आम्भे दर्शन करिबा नीलगिरी कालियाकू केउ सुरपति बेश करियाछि गिरिवर चुड़ियाकू से जे श्री मुखधरा जय जय श्री मुखधरा शिर सोना सोता केरा केरा जय जय श्री मुखधरा शिर सोना सोता केरा केरा जय श्री मुखधरा से तपदम आखि देखिले गो सखी चित्त की बाहुरे आऊ बनरे कुंडल दिशे झलमल वनारे कुंडाळा दिसे झलमल कौस्तुभ दाऊ दाऊ से गेया भूषण से गेया भूषण मिठा मिठा बारी निधि फल से जइया भूषाल मिठा मिठा बारी निधि फल जय जया भूषण शंख चक्र गदा पद्म महाबाहु धरिଛନ୍ତି ଆଣ୍ଟ କରି शंख चक्र गदा पद्म महाबाहु धरिଛନ୍ତି ଆଣ୍ଟ କରି ଆଉ ଦୁଃସହ ଦୁର୍ଗତି ଗହ ପୀଡ଼ା ମାନେ ଆଉ କି ବସିବେ ଡରି ସେ ତାଙ୍କ ପାଦ ପଦ୍ମେ ଲୟ କର ଶ୍ରୀ ପୁରୁଷୋତ୍ତମ ଭାଙ୍ଗା ଛଡ଼ା ପଇସାଲ ବେଗ ସିଂହଦ୍ୱାର ଠାରେ ହୋଇଥିବା କ୍ଷେତ୍ରବାସୀ ପ୍ରାଣ ଗଜକୁ ସିଂହ ପ୍ରାୟଣ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସଜ୍ଜନ ମଣ୍ଡଳୀ ଆମେ ଆଲୋଚନା କରୁଛନ୍ତି ଯେ ଯଶୋଦା ହାତକୁ କୃଷ୍ଣଙ୍କୁ ଧରେଇ ଦେଇ ଗୋପୀମାନେ ନେଲ ତୋ ପୁଅକୁ ଗେଣ୍ଠାନନ୍ଦକୁ କ'ଣ କରିବୁ ନା କ୍ଷୀର ଖୁଆଇବୁ କାନ୍ଦୁଛି। ଆଜି ଭେଣ୍ଟ ପାଟିରେ ପକାଇ ଯଶୋମତୀ ମା ମୁଣ୍ଡକୁ ଆସୁଛନ୍ତି ବାପାରେ କେତେ କେତେ ଗ୍ରହ ତୋତେ ପଡ଼ୁଛି ଏକୋଇର ବେଳା ବେଶୀ କେଶର ତୁମର କେତେ କେତେ ଗ୍ରହ ତୋତେ ପୁତନା ଆଇଲା ଏମିତି କଲା ତୁଟା ଅସୁର କିଏ ତାକୁ ବି ମାରିବୁ ତୋ କେତେ ଗ୍ରହ ପଡ଼ୁଛି ଇଷ୍ଟ ପଡ଼ୁଛି ବାପା କେତେ ଏବେ ତାର ଧ୍ୟାନ କରି ଚାଲିଛନ୍ତି ତୋ ପାଇଁ କ'ଣ ମୋର ବୃଦ୍ଧ କାଳେ ତୁ ଜନ୍ମ ହେଇଛୁ ଆଜି ହାଁ ତୁ ଏତେ ଶୀଘ୍ର ଉଠିଗଲୁ କାହିଁକି ପୋଡ଼ା ମୁଁ ଶୁଆଇଲି ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀ ଧନ ମୋ ଦୁଃଖୀ ଧନ ଦଧି ମନ୍ଥାଇ ଦଧି ମନ୍ଥାଇ ଦେବୁ ନାହିଁ କିରେ ଦୁଃଖୀ ଧନରେ ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀ ଧନ ମୋ ଦୁଃଖୀ ଧନ ଉଠିଲୁ
ବାତୁଳ ହେଲୁ ମୋର ପାଇଁ କିରେ ତୁ ଧନରେ ଉଠିଲୁ ଏଡ଼େ ବେଗି କାହିଁ କିରେ ତୁ ଧନ ମୁଲୁକି ଧନ ପୋଡ଼ା ମୁହିଁ ତାକୁ ଯେଉଁ ଶୁଆଇ ଦେଲି ସେ ଉଠିଗଲା ବେଗି ବେଗି ତାର ସେ ଶଗଡ଼ ତାପରେ ପଡ଼ିଯାଇଥାନ୍ତା କାନ୍ଦୁଛନ୍ତି ହଁ ଯାହା ବୋଲନ୍ତି ସିଦ୍ଧ ଜନେ କଲ୍ୟାଣ କଲେ ତ ସମନେ ସନ୍ତୋଷ ହୋଇ ବିପ୍ରଗଣେ ଅନେକ ଧେନୁ ଦାନ ହବନେ କହିଲେ ବ୍ରାହ୍ମଣ ମାନେ ଧେନୁ ଦାନ ନେଲେ କାଞ୍ଚନ ବସ୍ତ୍ର ଅନ୍ନ ସବୁ ଦାନ ନେଲେ ସନ୍ତୋଷ ହୋଇ ବିପ୍ରମାନେ ଗଲେ କଲ୍ୟାଣ କଲେ ତ ସେମାନେ ଅନ୍ୟଥା ନୁହେଁ ବଚନ ତେଣୁ ଏମନ୍ତ କେତେ ଦିନ ଗଲା କଂସର ଆଜ୍ଞାରେ ଦୈତ୍ୟ ଗୋପରେ ମିଳିଲା ଯେତେବେଳେ ସକଳାସୁର ନ ଗଲା ମୃତ୍ୟୁ ଖବର ପାଇଲା ଆଜି କଂସ ରୋଦନ କରିଛି କଂସ ଆଜି କାନ୍ଦିଛି ଯେ କୁଆଡ଼େ ଗଲି ସେପଟା ମୋର ଏତେ ବଡ଼ ବୀର ଆଜି ତତେ ମାରିଦେଲା କୋପରେ ଯେ କୃଷ୍ଣ ଚୁଣାବର୍ତ୍ତ ବାହାରିଲା ପ୍ରାୟ କାହିଁ ଡରୁଛି ଏଡ଼ି ପିଲାଟାକୁ ଛୁଆଟାକୁ ମୁଁ ମାରିଦେବିନି ସେ କହିପାରୁନାହାନ୍ତି ତା ବେକରେ ଆଜି ମାଳ ପକେଇଦେଲା କିଏ କଂସ କହିଲା ଯା ତୁ ମୋର ବିଶ୍ୱାସୀ ତୁ ଯା ଆଜି ମାରିକିରି ଆସିବୁ ଗୋପପୁରରେ କାହାକୁ କୃଷ୍ଣ ଚୁଣାବର୍ତ୍ତ ଚାଲିଲା ଯେଉଁ ବାହାରିଛି ସେ କଥା ଭିତରେ ପ୍ରଭୁ ତ ଅନ୍ତର୍ଯାମୀ ଜାଣିପାରୁଛନ୍ତି ରେ ହେଇ ଗୋପ ଥାଇ ଜାଣିଲେ କହିଲେ ଆଚ୍ଛା ଆଚ୍ଛା ଚୁଣାବର୍ତ୍ତକୁ ପଠେଇଲାନି ହଉ ହଉ ଯଶୋଦା କୋଳେଛନ୍ତି ଧରି ତାହା ଜାଣିଲେ ଦଇତ୍ୟାରି ଯଶୋଦା କୋଳେ ପୁରେଇ ଗେଲ କରୁଛି କ୍ଷୀର ପିଆଉଛି କିନ୍ତୁ କୃଷ୍ଣ ଜାଣିଲେ କହିଲେ ଆରେ ଆରେ ଚୁଣାବର୍ତ୍ତକୁ ପଠଉଛି କଂସ ପଠଉ ପଠଉ ଠିକ୍ ଅଛି ଆଜି ବିଚାର କଲେ ପ୍ରଭୁ ଆଜି ମୁଁ ଅସୁରକୁ ସଂହାର କରିବି ଜନନୀ କୋଳେ ଭାରି ଓଜନ ହେଇଗଲେ ପ୍ରଭୁ କ'ଣ ହେଲେ ଓଜନ ହେଇଗଲେ ଯେନେ ଅଚଳ ମହାମେରୁ ହେଇଗଲେ ତାହାର ଇଚ୍ଛା ନା ଆଉ କ୍ଷଣକେ ତାକୁ ତଳେ ଥୋଇଦେଲା ମା ଆଖି ପାରିଲାନି ତାକୁ ପୁଣି ଓଜନ ହେଇଗଲା ପୁଅର ଆଉ କାହାର କହିବ କି ତଳେ ତାକୁ ଥୋଇ ଦେଇଛି କ'ଣ କଲା ନା ଯଶୋଦା ତଳେ ଥୋଇ ଦେଇଛି ବିଚାର କଲା ଭୟ କରି ବାଳୁତ ପୁଅ ଛୋଟ ପିଲାଟା କ'ଣ ଏତେ ଓଜନ ହେଲା ମୁଁ ତାକୁ ଉଠେଇ ପାରିଲିନି କାହାକୁ କହିବି ମୋତେ ଭାତ କଷ୍ଟ ହେବ ଘରେ ଯାଇକି ନେବାକୁ ତଳେ ଶୁଆଇ ଘରକୁ ଗଲା ପ୍ରାୟ ଶୋଇଥାଉ ଆଉ ଉଠେଇ ଶୋଇଥାଉ ଦେଇ ଘରକୁ ଆସେ ଏଣୁ ଯାଇକି ତାର କ୍ଷୀର ଦହି ସବୁ ବେପାର କଲା ପିଲାଟା ଶୋଇଛି ଆଉ କଂସର ଆଜ୍ଞା ପ୍ରମାଣେ ଅସୁର ଯାଇ ମିଳିଗଲା ଭଗବାନ ଘୋର ନାଦ କରି ଚକ୍ର ପବନ ରୂପ ଧରି ଦିବସୀ କଲା ଅନ୍ଧକାର ଭୂମି କମ୍ପିଲା ଥର ହୋଇ ବୃକ୍ଷ ପଡ଼ିଲା ମହିତଳେ ରେଣୁ ପଡ଼ିଲେ ଅନ୍ତରାଳେ ଚାହିଁ ନ ପାରିଲେ କେଇବେନି ଘଡ଼ି ଏତେ ଜୋର ପବନ ହେଲା ଚକ୍ଷୁ ବୁଝିଲେ ନର ନାରୀ ଚକ୍ର ପବନ ଗଲା ଉଡ଼ି ଦୈତ୍ୟ କୃଷ୍ଣଙ୍କୁ ନେଇ ନେଲା ହରଣ କରି ନେଇଗଲା ଦୈତ୍ୟ ନେଇଗଲା ପ୍ରକାଶ ରବିର କିରଣ ନିର୍ମଳ ଦିଶନ୍ତି ଗଗନ ଘରୁ ବାହାରି ନନ୍ଦରାଣୀ ପୁତ୍ରକୁ ଖୋଜିଲେ କହିଲେ ମୋ ପୁଅକୁ ଏଇ ନାଇଁ ପୁଅ କୁଆଡ଼େ ଗଲା କୃଷ୍ଣ ନ ଦେଖି କୋଡ଼ି ଧାମଇ ପୁଣ ପୁଣ ଲୋଡ଼ି ଗୋବିନ୍ଦ 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 ପଡୁ ବାଳୁଛେ ମକର ନେଇଯାଇଛି କୃଷ୍ଣଙ୍କୁ ଉଠେଇକିରି ଯଶୋଦା ମା ଆଜି ମୁଣ୍ଡ ପଡ଼ି ଖୋଜିଛନ୍ତି ଚାରିଆଡ଼େ ଖୋଜି ଆଉ ବନମାଳି ଖୋଜି ଖୋଜି କେଉଁଠି ପାଇଲେନି କାହିଁ ପାଇବେ ବ୍ରହ୍ମରାଶି କାହିଁ ପାଇବେ ବ୍ରହ୍ମରାଶି ନ ଦେଖି ପ୍ରଭୁ ଚକ୍ରପାଣି ମୋହ ହେଇଗଲେ ନନ୍ଦରାଣୀ ଆଜି ମୂର୍ଚ୍ଛା ହେଇଗଲେ ଗୋପୀ ଧଇଲେ ବେଗେ ଯାଇ ବିଞ୍ଚନ୍ତି ନିରାଣୀ ନନ୍ଦରାଣୀ ମୂର୍ଚ୍ଛା ହେଇଗଲେ ପୁଅକୁ କହିଲା ବୃଦ୍ଧା ବୟସରେ ପୋଡ଼ି ପାଇଥିଲି ଘଡ଼ିକେ ଅଚେତ ହେଲେ ଉଠିକି ନିଜ ପୁଅ ଖୋଜନ୍ତି କେଶ ବସନ ଅସମ୍ଭାଳ ପରେ ଗୋପୀଙ୍କ ପାଦ ତଳ କିଏ କହୁ ଯଶୋଦାର ଶୋକ ଆହା ଗୋପୀ ଚାହିଁକିରି ନିରକ୍ଷରୀ କାନ୍ଦୁଛନ୍ତି ବିକଳେ ରୋଟିର ଧରଣୀ ମୋ ପୁଅ କାହିଁ ହା କୃଷ୍ଣ ହା ମୋ ପୁଅ କାହିଁ ଗୋପୀ କାନ୍ଦୁଛନ୍ତି ତାକୁ କାନ ଦେଖି ଗୋପୀମାନେ ବି କାନ୍ଦୁଛନ୍ତି ବିକଳ କିଏ କହିବ ଅନ୍ତ ଗୋପୀ ମୋହଗତ ହେଲେ ଆଜି ତାହା ଜାଣିଲେ ଗୋପୀନାଥ ଆକାଶେ ନେଉଛି ଦୈତ୍ୟ ଥଣ୍ଟେ ଧରିକି ନେଉଛି ଆରେ ଏମାନେ ସବୁ କାନ୍ଦୁଛନ୍ତି କୃଷ୍ଣ ଚିନ୍ତନ୍ତି ହୃଦୟ ଗତେ ମୁଁ ଅସୁର ମାରିବି କେ ମନ୍ତେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଆକାଶ ମଧ୍ୟରେ ଉଡ଼ିକା ନେଇକି ଯାଉଛି ତା ପାଟିରେ ଧରିକି ମୁଁ ନଟିକି ଯେମିତି ଖାଦ୍ୟ ଭଳିଆ ତାକୁ ମାରିବି କେମିତି? ଦାସ ବୈଶଳ ନନ୍ଦ ବଳା ରୁନ୍ଧିଲେ ଦାନବର ଗଳା। ଗୋବିନ୍ଦ 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 ପାଦୁକାଳୁଛେ ମକରନ୍ଦ। ଇଏ ବଗ ଯେମିତି ବୁଢ଼ା କପଡ଼ା ରୋଲା ଭଳିଆ ତା ବେକୁ ଚିପି ଦେଲା କୋଉଠି କୋଉଠି କହିକିରି ପାଣିକି ନବ। ପ୍ରଭୁ କଣ କଲେ ବେକରେ ତା ଗୋଡ଼ ପ୍ରଭୁଙ୍କ ଗୋଡ଼କୁ ତା ବେକରେ କଣ କଲେ ବୁଢ଼ୀ ତା ଗଳାକୁ ଚିପି ଦେଲେ। ଏଣୁ ଯେତେବେଳେ ରୁନ୍ଧି ଦେଲେ କଣ୍ଠେ ଲମ୍ବିଲେ ବନମାଳୀ ଅସୁର ଆଉ ଚାଲିପାରିଲାନି। ବ୍ରହ୍ମାଣ୍ଡ କୋଟି କୋଟି ମାଳ ଯାହାର ଦେହରେ ଅଛି ବସନ୍ତି ଯାହାର ଲୋମ ମିଳେ ଅସୁର ଚାଲିବ କେମିତି? ଭାରିଲା କେମିତି ଯିବି କେମିତି ଯିବି? ବାଳୁ ତ ପୁଅ ଏଡ଼େ ଓଜନ କ'ଣ ହେଲାଣି? ଏ ଛୋଟିଆ ବେଳେ ଏତେ ଓଜନ ହେଲା ମୋ ବେକ ଫେକ ଦାବିଲାଣି। କ'ଣ କରିବା? ପକେଇଦେବି ସେ ମରୁଆ ଯାହାକରୁ ଆଉ ମୁଁ ନେଇପାରିବିନି। ଓଜନ ହେଲା ନା ଅଧିକ। ଏଣୁ ଧରିଣ କୃଷ୍ଣ ବାମ ହସ୍ତରେ ତା କଣ୍ଠକୁ ଚାପିଲେ ତା ବେକକୁ ଦାବିଲେ ତଣ୍ଟିକି ଚିପିଲେ। ପ୍ରାଣ ଛାଡ଼ିଲା ତାଳୁ ଫାଟିଗଲା ତାର। ଶବ୍ଦ କଲା ମହାଘର ଶୁଣି କମ୍ପିଲେ ତିନି ପୁର। ଅସୁର ଘେନି କୃଷ୍ଣ କରେ ପଡ଼ିଲେ ଗୋଟା ପଥର ପଡ଼ିଲେ। ଅସୁର ପଡ଼ିଲା ପଥରରେ କୃଷ୍ଣ ତା ଉପରେ ଆଉ କ'ଣ? କୃଷ୍ଣଙ୍କର କ'ଣ ହବ ଆଉ? ଅସୁର ବିରାଟ କାୟ ପଥର ସିଏ। ଅସୁର ଦେହ ହେଲା ଚୁନା। ଗୋପୀ ଦେଖିଲେ ମାୟାଧର ଗୋପୀ ଦୌଡ଼ିଗଲେ କ'ଣ ଦେଖିବାକୁ ପଡ଼ିବ? ଯମର ଘରୁ ଯେମିତି ଆସନ୍ତି କୋଳେ ଧରି ଗୋପୀ ହସି ହସି ସେ ପଥରରୁ ନେଇ ବନମାଳୀକୁ ଯଶୋଦା କୋଳେ ଦେଲେ। ଗୋପୀ ଗୋପାଳ ଆଦି କନ୍ଦ ପୁତ୍ରକୁ ପାଇ ଆନନ୍ଦ ହେଲେ। ଗୋପାଳେ ନନ୍ଦକୁ ଅନାଇ କହିଲେ ତୁ ଭାଗ୍ୟବନ୍ତରେ ନନ୍ଦ। କାଳ ମୁଖ ବୁଲିଲା ପୁତ୍ରକୁ ଗୋବିନ୍ଦ ରଖିଲା। ଶୀତଳ ଯଶୋଦା ଉଦର ପାଦ ତରିଲା କୁମର। ଅରିଷ୍ଟି ଦେଖି ନନ୍ଦ ମନରେ ମାନଇ ମିତ୍ରର ବଚନେ ଦିନେକ ପୁତ୍ର କୂଳରେ ଘେନି କ୍ଷୀର ପିଆଉଛନ୍ତି ନନ୍ଦରାଣୀ। କୃଷ୍ଣ ବଦନେ ଉଠେ ହାଇ। କୃଷ୍ଣ ଟିକେ ହାଇ ମାରିଦେଲେ। ହାଇ ମାରିଦେଇଛନ୍ତି ଯଶୋଦା ପାଟିକି ଅନେଇଦେଲା। କ'ଣ କଲା? ତୁଣ୍ଡେ ଦେଖିଲା ଚାହିଁ ଦେଖଇ ଦର୍ପଣ ପ୍ରାୟ ବ୍ରହ୍ମାଣ୍ଡ ଦିଶେ କୃଷ୍ଣଙ୍କ ଦେହରେ। ଆକାଶ ଆଦି ଦିଗପାଳ ଗ୍ରହ ନକ୍ଷତ୍ର ମେଘମାଳ ଯେତେ ଜୀବଜନ୍ତୁ ସପ୍ତ ସିନ୍ଧୁ ଆଦି ନଦୀ କାନନ ଦିଗ ଗିରି ସ୍ଥାବର ଆଦି ସର୍ବଜନ୍ତୁକୁ ବିଶ୍ୱ ସଂସାରରେ ଯେତେ ଅଛି ସବୁ ପେଟ ଭିତରେ କୃଷ୍ଣଙ୍କ ଦେଖିଲା। ଦେଖି ଚମକି ପଡ଼ିଲା, ଚକିତ ହେଇଗଲା। କୃଷ୍ଣ ଚିନ୍ତା କରୁଛନ୍ତି ସନ୍ତୋଷ କୋଳକୁ ନେଇ ଘରେ ପଶିଲା ନନ୍ଦରାଣୀ। ଭୟ କଲା, କହିଲା ମୋ ପୁଅର ବୋଧେ କ'ଣ ରୋଗ ବୈରାଗ୍ୟ ହେଇଲାଣି, ବିଷୟ କେମିତି ବାହାରୁଛି ପେଟରେ। ଏଣୁ ଯାହାର ପୁତ୍ର ଭାବଗ୍ରାହୀ ଆନନ୍ଦ କିଏ କରିବ କହିପାରିବ କହି? ଯାହାର ପୁତ୍ର ଭାବଗ୍ରାହୀ ଆନନ୍ଦ କିଏ ପାରିବ କହି? ଗୋବିନ୍ଦ 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 ପାଦୁକାଳୁଛେ ମକରନ୍ଦ। ପ୍ରଭୁ ଧୀରେ ଧୀରେ ତିନୋଟି ଅସୁରକୁ ମାଇଲେଣି। ତାହାକୁ ନା ପୂର୍ତ୍ତନାକୁ ମାରିଥିଲେ, ସକଳାସୁରକୁ ମାଇଲେ, ପୁଣି ତୃଣାବର୍ତ୍ତକୁ ମାଇଲେ। ମାଆକୁ ଆଜି ପାଟି ଦେଖାଇ ଦେଲେ ବିଶ୍ୱ ବ୍ରହ୍ମାଣ୍ଡ। ସୁନ୍ଦର କଥା ଆଜି ଆଲୋଚନା କଲେ। ଆଜି ତ ସମୟ ହେଲାଣି, ମୋର ମଧ୍ୟ ଜନ୍ମବାର୍ଷିକ ଉତ୍ସବ। ଇଏ ପିଲା କ'ଣ ସବୁ କେକ୍ ଫେକ୍ ଆନନ୍ଦ କଟାକଟି କରିବେ, ବ୍ୟସ୍ତ ହେଲେଣି। ଏଣୁ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ପୁଣି ଆସନ୍ତା କାଲି ତ ହେବନି, ରଜ 3 ଦିନ ପରେ ଆପଣଙ୍କୁ ଆମେ ଆଲୋଚନା କରିବା। ଆପଣମାନେ ଟିକେ ଆଲୋଚନା କରନ୍ତୁ, ମାଆ ମାନେ ତ କେହି ଆସିବେନି। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ ମନେ ପକାଉ ସେ ବାଟେ। ବିଦାୟ ଦିଅନ୍ତୁ ଭାଇ କଳି ଯୁଗେ ଏକା ସାର, କଳି ଯୁଗେ ଏକା ସାର, ଏକା ହରି ନାମ ଗୋଟି। ବିଦାୟ ଦିଅନ୍ତୁ ଭାଇ ମନେ ପକାଉ ସେ ବାଟେ। ବିଦାୟ ଦିଅନ୍ତୁ ଭାଇ। ହରି ଓಂ ସର୍ବେ ଭବନ୍ତୁ ସୁଖିନଃ सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। हरि ओम शान्तिः शान्तिः शान्तिः। जय जगन्नाथ जय जगन्नाथ जय जगन्नाथ। हरि ओम तत्सत् हरि ओम तत्सत् हरि ओम तत्सत्। हरि ओम। नमो भगवते वासुदेवाय। नमो भगवते श्री जगन्नाथाय। गुरु ब्रह्मा गुरु विष्णु गुरुदेव महेश्वर
गुरु साक्षात् परम ब्रह्म तस्मै श्री गुरवे नमः। अखंड मंडलाकारं व्याप्तजनं चराचर तदपदर्शनं येन तस्मै श्री गुरवे नमः। तस्मै श्री गुरवे नमः। शुभ संध्या बंधु। मंचर उपस्थित समस्त श्रोता वक्ता ज्ञानी गुणी पंडित साधु सत्य सभापति उपसभ संपादक सहसंपादक संगठक समस्त ये दीनहीन अकिंचन तपन सहित माँ मानकर आभूम प्रणाम। आज मोर जन्म उत्सव। ये जन्म उत्सव उपलक्षे आपण मैंने समस्ते मत आज मंच उपस्थित साधु सत समस्ते आशीर्वाद करूँ। मुझे आग को आहरी आहरी अधिक घरे घरे भागवत ग्रामे ग्रामे भागवत एवं जिला जिले में भागवत करी भागवत को प्रचार करिबार सक्षम हो पारि एति मोर आवश्यक। समस्त आशीर्वाद कर आज मो जन्म दिवस समस्त को आज अनुरोध करुच्ची। जहा ये जो मंच तैयारी होता केते कष्ट हाथ प्रतिघात तैयारी होता से मंच तैयारी केमती है कौन कौन चली मंच रे ये कथाटी मु रचना करी नुआ गीतटी गाई आज आउ थे से गाइबा इच्छा करुँच। सजबाज ओडार गणपर्व हूँ रज उत्सव। आसंता काल रज उत्सव आम पालन करवा। आसंता काल 3 दिन पर्यंत माँ मैंने आसवे ना तथा 2 जन माँ आसी ना कांचन माँ आसले गुरी चाउल बाटी रही आउे माँ रही केते माँ रही जहाँ भल मंद आज आलोचना करवा। आसंता काल 3 दिन पर्यंत आम मंच आउ ए क्लिप करिपरिबा नहीं से दुखित 3 दिन पर क्लिप आरंभ करवा। श्रीमद् भागवत महामंच ओडिशार किछि कथा गाइबाकु आजी मन मो बड़ुची हृदय अछि जा व्यथा मकर संक्रांति सही दिनटी मकर संक्रांति सही दिनटी मंच गठन जे होइथिलाटी मंच गठन जे होइथिलाटी मकर संक्रांति सही दिनटी मंच गठन जे होइथिलाटी मकर संक्रांति मंच प्रतिष्ठाता देलेटी भेटी मंच प्रतिष्ठाता देलेटी भेटी मकर संक्रांति सही दिनटी मकर संक्रांति सही दिनटी मंच गठन जे होइथिलाटी मंच गठन जे होइथिलाटी प्रति जिला को जाई भागवत कथा कही जागरण महोत्सव केते करिछ भाई प्रति जिला को जाई भागवत कथा कही जागरण महोत्सव केते करिछ भाई प्रति जिला को जाई भागवत कथा कही जागरण महोत्सव केते करिछ भाई प्रति जिला को जाई भागवत कथा कही जागरण महोत्सव केते करिछ भाई जगन्नाथ शंकर जगन्नाथ शंकर जगन्नाथ दाशंकर यही ग्रंथटी जगन्नाथ दाशंकर यही ग्रंथटी मकर संक्रांति यही दिनटी मंच गठन जे होइथिलाटी मकर संक्रांति सही दिनटी मंच गठन जे होइथिलाटी आईजीआर रे
नाम रहिला बारे कार्य करिब संस्था जिला जे 30 रे आईजीआर रे नाम रहिला बारे कार्य करिब संस्था जिला जे 30 रे ये एठी तो पहन जे हेउची घंटी मंच प्रतिष्ठाता जलती हेटी बकर संकरंजे शहीद नाती मंच गठन जे होइथिला जय जय जगन्नाथ जय जय जगन्नाथ जय जय जगन्नाथ सज्जन मंडली आमे एई मो निज लेखा गीतटी आज गाइले अनुभूति गीतटी को केमन लागला आपण जणैबे आज आमे आलोचना करिया जाउछंती दशम स्कंद गपला अष्टम अध्याय सकटा तृणावर्त को प्रभु केमी मारी मुखे देखाइले आँक जगत को गोकुले क्रीड़ा कर हरि से कथा आलोचना करवा आलोचना पूर्व जत कि पारायण जावा यहाँ पर आलोचना कर नारायण नमस्कृत्य नरशैव नरोत्तमं देवी सरस्वती व्यासं ततो जयते मुद्रत् मुखं करोति वाचालं पंगुलं हयते गिरि जलकृपा तमः वन्दे परमानंद हे माधव बधु बड़ुछि मकरंद जे मकरंद पान करी हेळे धरिले ब्रज नारी से ब्रज नारीଙ୍କ पୟରେ मन मोराहु निरंतरे मन मो निरंतरे रहु हा कृष्ण बोले जीव जाऊ हा कृष्ण बोले जाऊ जीव मोदे उदार राधा मात्रा हुड़न्ते जेते दोष क्षमा करिबे विधवास जय जगन्नाथ जय जगन्नाथ जय जगन्नाथ एबे आमे जत किंत पारायण जीवा आज पारायण रे व्यास अछंती गीता मा गीतांजलि सामल जे कि बसिचंती पारायण रे आज कांचन मा नाहांती बिरिचाळ बाटुचंती से आसीबानी जाऊ रज पई किंतु गीता मा आज पठन करिवे तुटिले क्षमा करिवे जय जय जगन्नाथ जय जय जगन्नाथ जय जय दशम स्कंद अष्टम अध्याय मारिस कटा तृण व्रत मुखे देखाइण जगत गोकुले क्रीडन्त्री श्रीहरि अष्टमे बाल लीला करी नमस्ते कृष्ण पाद पद्म जे मोर जीवन संपद परीक्षा सुख मुख चाही बोलाई कृत कृत्य होई राजा परीक्षित उवाच गोपन बरे नरहरि माइले पुतना असुरे देवंक भये निबारिले निज शरीरे ठाब देले चंडालु ब्रह्म जाए करी साधु को पाली दुष्ट नासी दया सागर ब्रह्म राशि तांक जेते कर्म मान बालकर विधान शुणी भजंती जेते प्राणी तरंती भव तरंगिनी माया मनुष्य अवतार खंडिबे अव निरभार आबर कले गोपे जाहा कहिबा जेबे मते दया गोविंद गोविंद मधु गाळुछे मकरंद हरि हरि बोल सज्जन मंडली गीता माज को पाठ कले ना नमस्ते कृष्ण पद पद्म पाद जे मोर जीवन संपद परीक्षा सुखम को चाही बोलंदी मु कुत्ते हली ऋषिवर राजा परीक्षित कौन कहते ना गोपने नरहरि माइले पुतना आसु देवंक भय निवारण कले निज शरीर ठाब देले जार मित्र शत्रु नाही चांडाल रमजाय करी साधुंक पाई दुष्ट नाशचंदी प्रभु
ସେ ଦୟାସାଗର ବ୍ରହ୍ମରାଶି ତାହାଙ୍କର ଯେତେ କର୍ମମାନ ବାଳକ ଚରିତ ବିଧାନ ଶୁଣି ଭଜନ୍ତି ଯେତେ ପ୍ରାଣୀ ତରନ୍ତି ଭବତରଙ୍ଗିନୀ ମାୟା ମନୁଷ୍ୟ ଅବତାରେ ଖଣ୍ଡିବ ବନ୍ୟ ଭାର। ଆଉ କ'ଣ ସବୁ ଗୋପରେ କଲେ ସେ ଶିବର ମୋତେ କହିଲେ ଶୁଣିବାକୁ ଇଚ୍ଛା ହେଉଛି। ଯାହାର ପ୍ରଭୁଙ୍କ କଥା ଶୁଣିବାକୁ ଇଚ୍ଛା ହେବ ତାକୁ କହିବ, ଯାହା ଶୁଣିବାକୁ ଇଚ୍ଛା ନଥିବ ତାକୁ ଯଦି କହିବ ମୂର୍ଖ ପାଶ ସକଳ ଧର୍ମ ଜୀବନାଶ। ତେଣୁ କହିଦେଲା କହିବ ଆଉ କ'ଣ ଗୋପ ବୋଲିଲା କୁହନ୍ତୁ। ଶୁକମୁନି କହୁଛନ୍ତି। ଶୁକମୁନି କ'ଣ କଲେ ରାଜନ ଶୁଣ କହିବା ହରି କଥା ମନରୁ ଭବ ବ୍ୟଥା ଛାଡ଼ିବ। ଏନ୍ତୁଳି ଉଠିବା ଦିନେ ଆସି ମିଳିଲେ ଗୋପଜନେ ଏନ୍ତୁଳି ଉଠିବ ମୋଟା ହେବ କ'ଣ ସେ ମୋଟା ପଞ୍ଚୁଆତି ହେରିକା ସବୁ ଗୋପ ବାଳି ଆସି ମିଳି ପଞ୍ଚାୟତ ଘରେ ଖାଇ ହୁଳି ପକେଇଲେ ଗଲେ ମଙ୍ଗଳ ଗୀତ ନାଦ କଲେ ସ୍ନାନ କରାଇ ପ୍ରଭୁଙ୍କୁ ଆଜି ବ୍ରାହ୍ମଣ ଆସି ପ୍ରାୟ ମିଳିଗଲେ ଠୋକାଏ ବ୍ରାହ୍ମଣ ମିଳିଲେ ଆସିଦେଲେ ମା ପୁଅ ସବୁ ମାଆକୁ ପୁଅକୁ ଆଶୀର୍ବାଦ କଲେ ସେ କିଛି ଧନ ନେଇଗଲେ। ଆନନ୍ଦ ମନେ ନନ୍ଦ ରାଜା ଅନ୍ନ ବସ୍ତ୍ର ଦାନ ଦେଉଛି ଗୋପୀ ଆନନ୍ଦରେ ଗୀତ ସ୍ୱରରେ ନିଦ୍ରା ମୋହିତ ଚକ୍ରଧର ପ୍ରଭୁ ଶୋଉଛନ୍ତି ଖାଲି ଛୋଟ ପିଲାର ଖାଲି ଶୋଇବ ପାଣି ଭାଣ୍ଡୁ ଆଜି ଶୋଇବ ଖାଲି ଶୋଉଛନ୍ତି ପ୍ରଭୁ ଆଉ ଉଠୁନାହାନ୍ତି। ଶକଟ ତଳେ ବସ୍ତ୍ର ନିଦ୍ରାରେ ପ୍ରଭୁ ଶୋଇଛନ୍ତି। ଶକଟ ତଳେ ବସ୍ତ୍ର ପାଡ଼ି ବସ୍ତ୍ର ପିଲା ତ ସବୁବେଳେ କାନ୍ଦୁଛି ଉଠିକି କେହି ହେଉଛି ଶୋଇପଡ଼ିଛି ମୁଁ ଯାଇ କାମ କରିବି ଶଗଡ଼ ଗୁଡ଼ା ଥୁଆ ହେଇଛି ଶଗଡ଼ ତଳେ ବସ୍ତ୍ର ପକାଇ ଯଶୋଦା ଶୁଆଇଛି ନିଦ୍ରା କରାଇ ଶଗଡ଼ କିଏ ନା ଶକଡ଼ାସୁର ପ୍ରତିଜ୍ଞା କରି ଆସିଛି ମୁଁ ଯାଉଛି ମାରିବି ଶଗଡ଼ରେ ଖୁଆଇକିରି ସେଇଠି ରହିଛି କେଉଁଠି କଂସ ଘର ଦ୍ୱାର ମାରି ଯଶୋଦା ବା କାହିଁ ଜାଣିବ ସେ ଶକଡ଼ାସୁର ବୋଲି ଶଗଡ଼ଟା ଥୁଆ ହେଇଛି ଆଉ ଥୁଆ ହେଇଛି ତା ତଳେ ଛାଇ ହେଇଛି ଖରା ଦିନରେ ଗଛ ଛାଇ ରହେ ଏଇ ଶଗଡ଼ ତଳେ ଶୁଆଇ ଦେଲେ ଶୋଇଥବ ମୁଁ ଯାଇକି କାମ ଡିପାଟି କରିଦେବି ଆଉ ଯଶୋଦା ଶୁଆଇ ଦେଇ ଗୀତ ଗାଇ ଆଜି ଗୋପୀ ନିଦ୍ରା ଅକ୍ଷତ ଦେଲେ ଜଣେ ଜଣ ପୁତ୍ରକୁ କଲ୍ୟାଣ କଲେ ନିଦ୍ରା ଭାଇଲେ ନାରାୟଣ କାନ୍ଦିରେ ଲୋଟନ୍ତି ମା କ୍ଷୀରକୁ ଖୋଟନ୍ତି ଗୋଳେ ନସୁନାଇ ଗୁଆଳି କୃଷ୍ଣ କାନନ୍ଦି ପାଦ ଚାଳି ଶକଟେ ବାଜିଲା ପାଦ ଯେତେବେଳେ ଶୋଇଛନ୍ତି ସେହି ସମୟରେ ପ୍ରଭୁ ଜାଣିଲେ ଯେ ଇଏ ଶଗଡ଼ ହେଉଛି ଶଗଡ଼ ନୁହେଁ ଶକଡ଼ାସୁର ମା ଯାଇ କାମ କରୁଛନ୍ତି ଚନ୍ଦରାଣୀ ମାଇଲେ ଏକ ଗୋଇଠା କାହାକୁ ଶଗଡ଼କୁ ଏ ଶଗଡ଼କୁ ଏକ ଗୋଇଠା ମାଇଲେ ଶଗଡ଼ କ'ଣ କଲା ଶଗଡ଼ ଯେତେବେଳେ ଗୋଇଠା ପକାଇଲେ ଶଗଡ଼ ଖଣ୍ଡ ଖଣ୍ଡ ହୋଇଗଲା ମହାଶବ୍ଦ କଲା ଶଗଡ଼ ଛିଡ଼ି ପଡ଼ିଲା ଦେଖି ସବୁ ଦୌଡ଼ି ଆଇଲେ କ'ଣ ଶବ୍ଦ ହେଲା ସବୁ ଚକିତ ହେଲେ ଗୋପାଳି ଦଧି ତୈଳ ଘୃତ ଭ୍ରାଣ୍ଡ ଆଜି ଭାଜି ହୋଇଲା ଖଣ୍ଡ ଖଣ୍ଡ ଆରେ ଦଧି ତୈଳ ଘୃତ ଭ୍ରାଣ୍ଡ ଭାଜି ହୋଇଲା ଖଣ୍ଡ ଖଣ୍ଡ ଗୋବିନ୍ଦ 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 ସେ ଶବ୍ଦ ଶୁଣି ଗୋପବାଳୀ ମାନେ ସବୁ ଧାଇଁଲେ କ'ଣ ହେଲା ମିଳିଲେ ଆସି ନନ୍ଦ ଘରେ ଦେଖିଲେ ଯଶୋଦା କୁମର ପଡ଼ିଛି ଶଗଡ଼ ଭିତରେ ଆଣି ପୁତ୍ରକୁ କୂଳ କଲେ ଇଏ କୁଆଡ଼କ କହିଲେ ଇଏ କି ବିପଦ କାହ୍ନୁକୁ ହେଇଛି ଇଏ ମୁଁ ତ ଦେଖିଲା ତ ନାହିଁ ଶଗଡ଼ କେମିତି ଭାଙ୍ଗିଲା ବୁଝ ୟା ତଦନ୍ତ ଯଶୋଦା ଦେବୀ ଭାଗ୍ୟବନ୍ତ ଭଲା ପୁଅ କେମିତି ନ ମରିଛି ଶଗଡ଼ ଭାଙ୍ଗିଲା ପୁଅର କିଛି ହେଇନି ଯିଏ ଜାଣିବ ତାର ବିଶ୍ୱାସ କେମିତି ହେବ ବାଳକ କୁମରେ ତାହା ଶୁଣି ଆଜି ବୋଲନ୍ତି ଆମ୍ଭେ ବା ଜାଣିଛୁ କେମିତି ଶଗଡ଼ ଭାଙ୍ଗିଲା କେମିତି ଭାଙ୍ଗିଲା ଯଶୋଦା ପୁଅ ପୁରା ଗୋଇଠା ପକେଇଲା ହଁ ଆମେ ଦେଖିଛୁ ଛୋଟ ପିଲା ଦେଖିଛନ୍ତି ଯାହା କହୁଛି ଗୋଇଠା ପକେଇଲା ସେ ଭାଙ୍ଗିଗଲା ବସିଲେ ସେଗୁଡ଼ା ଗୋଟା ଗୋଇଠା ପକେଇଲା ଆଣିବ ପିଲାଟା ଏ ଶଗଡ଼ ଭାଙ୍ଗିଗଲା ନା ଶୁଣି ସବୁ ହସିଲେ କ'ଣ କଲେ ଶୁଣି ହସିଲେ ବାଳ ବୋଲ କୃଷ୍ଣର ନ ଜାଣନ୍ତି ବଳ ଗୋବିନ୍ଦ 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 ପଦୁଗାଳୁଛେ ମକରନ୍ଦ ଆଉ ରୋଦନ କରନ୍ତି ମୁହୁରାରୀ ଯଶୋଦା କୋଳେ ଦେଲେ ନାରୀ ଗୋବିନ୍ଦ 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 ପଦୁଗାଳୁଛେ ମକରନ୍ଦ କିନ୍ତୁ ପ୍ରଭୁ କାନ୍ଦୁଛନ୍ତି ଗୋପୀନାଥ କୁଆଁ କୁଆଁ ରଡ଼ି କରୁଛନ୍ତି ଧରି ଯାଇଛି ଛୋଟ ପିଲାଟା ଭାଙ୍ଗି ଯାଇ ଶଗଡ଼ ଆଉ କ୍ଷୀର ଦେବ ମା ଯଶୋଦା କୋଳରେ ଦେଲେ ଯଶୋଦା ତାକୁ କୋଳରେ ନେଇ ଦୁଧ ଦେଇ କ୍ଷୀର ଖୁଆଉଛନ୍ତି ତାପରେ କହୁଛି ଆମେ ଅନେକ ଦେଖିବା ଶ୍ରୀମନ ନାରାୟଣ 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 ଶ୍ରୀମନ ନାରାୟଣ 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 ସତ୍ୟ ନାରାୟଣ 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 କଳ୍କେ ନାରାୟଣ 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 हरि ओम सर्वे भवन्तु सुखिनः सर्वे सन्तु निरामया
सर्वे भद्राणि पश्यन्तु मां कष्टुक भाव भवेत्। हरिं शांति शांति शांति। जय जय जगन्नाथ जय जय जगन्नाथ जय जय जगन्नाथ। हरियंत सत हरियंत सत हरियंत सत।